जीवन रे गोटे समवेत प्रार्थनार नित्यांत जरूरी सी पुणी बाल्यकाल से प्रार्थना आरंभ हवा उचित ताले पिलामानक भितरे संस्कृति धर्म और संस्कार ये तीनोटी तत्व निश्चय पिलामानक मनरे प्रभाव पकेब से संस्कारित हेबे पारिवारिक जीवन रे आमे प्रार्थना करुचे समयानुवर्तित अनुଯାयी प्रार्थना करुचे ठीक से समय को आमर प्रार्थना करवा पाई गोटे मन वृत्ति आसो पर्वपर्वाणी पालन करुचे तेणु आमर से समय को पर्वपर्वाणी पालन करने निरामिष भोजन करने एवं गोटे संस्कार नहीं गोटे संस्कार कहले गोटे भद्र मनीष है आम समाज रे परिचित हवा से कहुई वैकुंठ समान अटे आहा से ही घर परस्पर स्नेह दही थाए निरंतर एभली दिने समय थिला बेसी दिन नुहे 500,000 वर्षर कथा नुहे आम पिला दिने आमे देखुलु जे शुणुलु सेतबले एतेटा मजी नथिलु किंतु एबे मजुछु जे भागवत अध्याय निश्चय बहु पढ़िब शाशु शुणिब एभली कि मनीषटीए मृत्युशज्यार शोइथिबो तार बहु बा तार नाती नातुणी माने से माने पाली करिकि मध्य भागवत अध्याय शुणाती खाली सेतिकी भी नुहे 14 दिन गोटे तार आत्मार ऊर्ध्वगति पाई तार मरीगला परे 14 दिन गोटे तार आत्मार ऊर्ध्वगति पाई भल जन्म पाइबा पाई सेति मध्य नाम कीर्तन भागवत ये सब करा जाए कि आज से सबू होउची किंतु गोटे जोर जबरदस्तिया कि निजे शुद्ध हवाई आमे करुचु अर्थात पुण्य पाइबा पई करुचु किंतु जहाँ को उद्देश्य रे करुचु से शुद्ध होउचंदी कि अशुद्ध होउचंदी कि माने कुआरे कि जाइचंदी कोड जन्म होइचंदी से बाबदर आमर चिंता किछि नाही भागवत गोटे एमिटी शास्त्र ता भितरे अनेक सामाजिक वार्ता मध्य रही आ सनातन धर्म गोटे एमिटी धर्म जो धर्म भितरे बहुत कथा अच्छे आप जो कथा को कहे जो ना टी मन पकेबे सनातन धर्म रे आमे भगवान को विभिन्न नाम रे डाकुछु विभिन्न रूप रे डाकुछु ये सब होची गभीर तत्व तत्व माने तत्व न थाई कौनसी मूर्ति स्थापन हुए नहीं कि कौनसी नाम करा जाए नहीं मन करा जो आमे गणेश को पूजा करुछु हाथी सुंढटीए ताकर मुंड पाद तले मूषा अछंती ताकू कहा जाउची बाहन किंतु ताकर पेटटी होउची उदरटी होउची बड़ मोटा बड़े हाथ में धरी लेखनी तामाने ये जो चारिटा जिनिस आमे देखिलु मूषाटी होउची गोटे माटी तले गात करी रही थिबा मूषा से माटी तले रहे किंतु माटी उपरु शस्य श्यामला संग्रह करे तार खाद्य प्रस्तुत करे हाथी होउची गोटे एभली जीव जार मस्तक मुक्ता थाए
ମୁକ୍ତା ତା ମସ୍ତକରେ ଥାଏ ଏବଂ ହାତୀ ହେଉଛି ଯୁଦ୍ଧ କ୍ଷେତ୍ରରେ ବା ପ୍ରତିଟି ରାଜା ମହାରାଜାଙ୍କ ସମୟରେ ସଂଗ୍ରାମ କ୍ଷେତ୍ରରେ ସେ ଅଗ୍ରଣୀ ଭୂମିକା ନିଏ। ହାତୀ ଇଏ ଗଲା ହାତୀର କଥା। ହାତୀ ପରେ ଯେଉଁ ଉଦରଟି ତାର ବଡ଼ ସେ ହେଉଛି ମଣିଷ। ସେ ଉଦରଟି ତାର ଯେଉଁ ବଡ଼ ଦେଖାଯାଉଛି ସେ ବଡ଼ଟା ହେଉଛି ପ୍ରକୃତରେ ଅନ୍ନ। ଅନ୍ନମ୍ ବ୍ରହ୍ମମ୍, ଅନ୍ନମ୍ ବ୍ରହ୍ମମ୍। ଏଠି ତାମସିକ ଶକ୍ତି ମୂଷା ଯିଏ ଅନ୍ୟର ଧନକୁ ଅପହରଣ କରେ ତାକୁ ବାହନ କରାଯାଇଛି ବା ଅଡ଼ଲି କରାଯାଇଛି। ମୁଁ ଯାହା କରିବି ତୁ କରିବୁ, ଯାହା କହିବି ତୁ କରିବୁ, ମୁଁ ଯୁଆଡ଼କୁ କହିବି ଯିବା ପାଇଁ ତୁ ସିଆଡ଼େ ଯିବୁ। ହାତୀ ହେଉଛି ଗୋଟେ ରାଜସିକ ଶକ୍ତି, ରାଜାମାନେ ତାକୁ ବ୍ୟବହାର କରନ୍ତି। ଏବଂ ମଣିଷ ହେଉଛି ଆଉ ଗୋଟେ ଶକ୍ତି, ଯେଉଁ ଶକ୍ତି ଭିତରେ, ଯେଉଁ ମଣିଷ ଭିତରେ ତାମସିକ ଗୁଣ ବି ଅଛି, ସାତ୍ଵିକ ଗୁଣ ବି ଅଛି, ରାଜସିକ ଗୁଣ ବି ଅଛି। ମନେ କରାଯାଉ ଆଜି ଆମେ ଏଠି ଚିନ୍ତା କଲେ ଗୁରୁକୁ ପୂଜା କରିବା ବା ପ୍ରାର୍ଥନା କରିବା, କିଛି ସତ୍ସଙ୍ଗ କରିବା, ଏ ସାତ୍ଵିକ ଗୁଣ। ଯଦି ଆମେ ମନେ କରିବା ନାହିଁ ଆମେ ଏଗୁଡ଼ା କରିବା ନାହିଁ, ତାମସିକ ଗୁଣ। ଏଗୁଡ଼ା କାହିଁ କ'ଣ ଦରକାର, ଆମେ ଆଜି ହୋଟେଲରେ ଖାଇବା, ମାଛ ମାଂସ ଖାଇବା, ଖାଇବ, କାହାକୁ କିଏ ବାରଣ କରିବନି, ସେଗୁଡ଼ାକ ତାମସିକ ଗୁଣ। ରାଜସିକ ଗୁଣ ହେଉଛି ନା ଆମେ ଇଏ ଠାଏ ଦୁଇ ଠାରେ ସନ୍ତୁଷ୍ଟ ନୁହେଁ, 20-30 ପ୍ରକାର ହେବ, ଏମିତି ହେବ ସେମିତି ହେବ। ଏଇ ଯେଉଁ ଲୋଭ ଶକ୍ତି ଇଏ ହେଉଛି ରାଜସିକ ଗୁଣ। ସେଇଭଳି ସବୁ ଜିନିଷ ସନାତନ ଧର୍ମର ଗୋଟେ ଗୋଟେ ତତ୍ଵ। ଏଇଠି ଆମର ପୂଜା ପାଉଛନ୍ତି ନୀଳମାଧବ। ନୀଳମାଧବମ୍ ନୀଳ ସୁନ୍ଦରମ୍। ବିଶ୍ୱାବସୁ ଶବର ଗୃହରେ ଯିଏ ପୂଜା ପାଉଥିଲେ ସିଏ ହେଉଛନ୍ତି ନୀଳମାଧବ। ସେଇଠୁ ଜଗନ୍ନାଥ ସଂସ୍କୃତି ବା ଜଗନ୍ନାଥ ଦର୍ଶନ ଆରମ୍ଭ ହେଇଛି। ଏଠି ଆମର ଏଇ ଗ୍ରାମରେ ଗୋଟିଏ ମୂର୍ତ୍ତି ବା ଗୋଟେ ମନ୍ଦିର ପ୍ରତିଷ୍ଠା କରିବେ, ସତ୍ୟନାରାୟଣ ମନ୍ଦିର ଏବଂ ଶିବଙ୍କର ମନ୍ଦିର। ଶିବ କିଏ? ଶିବଂ ଭବ ଶିବଂ ଶୁଭ। ତାଙ୍କ ନାଁ ହେଉଛି ଆଶୁତୋଷ। ଅନେକ ଦେବାଦେବୀଙ୍କର ଅନେକ ମନ୍ତ୍ର ଅଛି, କିନ୍ତୁ ଶିବ ଗୋଟିଏ ଏମିତି ଠାକୁର, ଓମ୍ ନମ ଶିବାୟ ଖାଲି ଏତିକି କହିଦେଲେ ବି ସେ ସନ୍ତୁଷ୍ଟ। ଓମ୍ ନମୋ ଶିବାୟ। ଯଦି କୀର୍ତ୍ତନ କରିବେ ସେଇ ନାମରେ ବି କରିପାରିବେ। ଓମ୍ ନମ ଶିବାୟ 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 ନମୋ ନମ। ଓମ୍ ନମୋ ଶିବାୟ 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 ନମୋ। ଓମ୍ ନମୋ ଶିବାୟ 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 ନମୋ। ଓମ୍ ନମୋ ଶିବାୟ ଶିବାୟ ଶିବାୟ। ଓମ୍ ନମୋ ଶିବାୟ 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 ନମୋ। ଓମ୍ ନମୋ ଶିବାୟ ଶିବାୟ ଶିବାୟ। ଓମ୍ ନମୋ ଶିବାୟ ଶିବାୟ। ଓମ୍ ନମୋ ଯିଏ ଚାହିଁବ ବଡ଼ ବଡ଼ ମନ୍ତ୍ର ପଢ଼ିବା ପାଇଁ ସିଏ ପଢ଼ିବ। ତାଙ୍କର ଯେଉଁ ପ୍ରସିଦ୍ଧ ମନ୍ତ୍ର ହେଉଛି ତ୍ରୟମ୍ବକମ୍ ଦଦାମହି ସୁଗନ୍ଧିଂ ପୁଷ୍ଟିବର୍ଦ୍ଧନମ୍
ପୂର୍ବାରୁ ଏଠି ଆମେ ଅନେକ ଗାଉଁଲି ମଣିଷ ବସିଛେ। ଆପଣମାନେ ଦେଖିବେ ଗୋଟେ ପାଣି କଖାରୁ ପିଢ଼ାରେ ହୁଏ। ଆଉ କେତେକ ଫଳ ଅଛି ସେ ପିଢ଼ାରେ ଫଳେ କିମ୍ବା ଭାଡ଼ି କରିଦେଲେ ସେ ଭାଡ଼ି ଦେହରେ ଓଳିଯାଏ। ତାକୁ ସୁରକ୍ଷା କରିବା ପାଇଁ ଗୋଟେ ଶିକା ଟଙ୍ଗା ହୁଏ। ସେ ଶିକା ଭିତରେ ସେ ଫଳଟି ମାନେ ନିର୍ବିଘ୍ନରେ ରହିପାରେ ଏବଂ କାର୍ଯ୍ୟରେ ଲାଗେ। ତେଣୁ ଏଇ ଯେଉଁ ମନ୍ତ୍ରଟି ଆମେ ବର୍ତ୍ତମାନ ପଢ଼ିଲେ ତ୍ରୟମ୍ବକମ୍ ସୁଗନ୍ଧିଂ ଜୀବନର ଦାୟିତ୍ୱ, ପରିବାରର ଦାୟିତ୍ୱ, ଜଗତର ଦାୟିତ୍ୱ ସେ ବହନ କରନ୍ତି ଯେମିତି ପାଣି କଖାରୁକୁ ଶିକା ଧରି ରଖିଲା ଭଳି। କିନ୍ତୁ କ'ଣ ଆମେ ସେଇ ଭାବରେ ଶିବଙ୍କୁ ପୂଜା କରୁଛୁ? ଆମେ ତାଙ୍କୁ ତ୍ରିଶାଖା ବେଲପତ୍ରଟି ପ୍ରଦାନ କରୁଛୁ। ତ୍ରିଶାଖା ବେଲପତ୍ରର ଅର୍ଥ ହେଉଛି ହି ମହାଦେବ ଦେବ ମହାଦେବ, ମୋର ପୂର୍ବଜନ୍ମ, ଇହ ଜନ୍ମ, ବର୍ତ୍ତମାନର ଜନ୍ମ, ତାପରେ ମୁଁ ଯେଉଁ ଜନ୍ମ ନେବି, ଏ 3 ଜନ୍ମର ଦୁଷ୍କୃତକୁ ଆପଣ ଖଣ୍ଡନ କରନ୍ତୁ। ଆମେ କ'ଣ ସେଇ ଅନୁଯାୟୀ ଶିବଙ୍କୁ ଆମେ ପୂଜା କରୁଛୁ? ଅନେକ ଜାଗାରେ ସୌଖିନରେ ଶିବ ମନ୍ଦିର ଆମେ କରୁଛୁ। ସେ ଗାଁରେ ଗୋଟେ ଶିବ ମନ୍ଦିର ହେଇଛି, ଏ ଗାଁରେ ଗୋଟେ ଶିବ ମନ୍ଦିର ହେବ। ସିଏ ଯଦି 5 ଫୁଟ କରୁଛନ୍ତି ଆମେ 6 ଫୁଟ କରିବା। ଇଏ ସବୁ କଥାରେ ଶିବଙ୍କର କିଛି ସ୍ଥାନ ନାହିଁ। ତାଙ୍କର ପ୍ରସିଦ୍ଧ ମନ୍ତ୍ର ହେଉଛି ସତ୍ୟମ୍ ଶିବମ୍ ସୁନ୍ଦରମ୍। ଏଇ କଣ୍ଠଚକ୍ର ହେଉଛି ଶିବଙ୍କର ସ୍ଥାନ। ଯଦି ଶିବଙ୍କୁ ଆପଣ ଧ୍ୟାନ କରିବେ, ଏଇ କଣ୍ଠଚକ୍ରରେ ଶିବଙ୍କୁ ଧ୍ୟାନ କରିବା ଉଚିତ। ଯେମିତି ରୁଦ୍ରାଭିଷେକ ହେଲେ ପାଣି ଢଳାଯାଏ ବା କ୍ଷୀର ଢଳାଯାଏ। କ୍ଷୀର ଢାଳିବେ ନାହିଁ, ଦହି ଢାଳିବେ ନାହିଁ, ଲହୁଣୀ ଢାଳିବେ ନାହିଁ। ସବୁଗୁଡ଼ିକ ଘର୍ଷଣ କରିବେ, ତାକୁ ତୋଳିକିରି ନେଇ ଆସିବେ, କେବଳ ପାଣିରେ ଶିବଲିଙ୍ଗ ଧୋଇଦେବେ। ଅନେକ ଜାଗାରେ କ'ଣ, ଅନେକ ଶିବ ମନ୍ଦିରରେ ମହଣ ମହଣ କ୍ଷୀର ଦହି ତାକୁ ମାନେ ନଷ୍ଟ କଥା ମୁଁ କହିପାରିବିନି, ତାକୁ ଅସଦୁପଯୋଗ କରୁଛନ୍ତି। ସତ୍ୟ ଯେମିତି ଶିବ ଗୁଡ଼ା ଲୁଚେଇକିରି ସେ କ୍ଷୀର ଦହିକି ପିଉଛନ୍ତି କି କ'ଣ, ସେ ତାକୁ ସେମିତି ଢାଳୁଛନ୍ତି। ସେମିତି ହେବ। ଏଗୁଡ଼ାକ ଅନେକ ଜାଗାରେ ଆମେ ବୁଲି ବୁଲିକି ତାକୁ ମନା କରିଛୁ। ଶିବ ଗଞ୍ଜେଇ ଖାଆନ୍ତି, ଗଞ୍ଜେଇ ଜମା ଖାଆନ୍ତିନି। ତାଙ୍କ ଘର୍ଷଣରେ କ'ଣ ଗଞ୍ଜେଇ ଟିକେ ଲାଗେ ବୋଲି ପଣ୍ଡିତମାନେ କହୁଛନ୍ତି। ହେଲା, ଟିକେ ତାକୁ ଲାଗିବ, ତାର ଅର୍ଥ ନୁହେଁ ଆମେ ଗୋଟେ ସୁଲଭ କରିବା, ଗଞ୍ଜେଇ ଟାଣିବା, ଦେହ ଖରାପ କରିବା, ଏସବୁ ଆଦୌ ଉଚିତ ନୁହେଁ। ଭାଙ୍ଗର ବ୍ୟବସ୍ଥା ଅଛି। ସେଟା ଟିକେ ଭାଙ୍ଗ ଖାଇଲେ ତାର ଗୋଟେ ହଜମ ଶକ୍ତି ବା ଭୋକ ବର୍ଦ୍ଧନ କରେ। ତେଣୁ ଶିବଙ୍କର ଜପ ମନ୍ତ୍ର ହେଉଛି ଓମ୍ ନମ ଶିବାୟ। କୀର୍ତ୍ତନ ମନ୍ତ୍ର ହେଲା ଓମ୍ ନମ ଶିବାୟ 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 ନମୋ ନମଃ। ଶିବଙ୍କର ଧର୍ମପତ୍ନୀଙ୍କ ନାମ ହେଉଛି ପାର୍ବତୀ। ପାର୍ବତୀ କିଏ? ସେ ହେଉଛନ୍ତି ପ୍ରକୃତି ରୂପିଣୀ ମା। ବର୍ତ୍ତମାନ ବର୍ଷା ଋତୁ ଯାଇଛି, ଶୀତ ଋତୁ ଆସିଛି, ତାମାନେ ପାର୍ବତୀଙ୍କର ଯୁଗ ଚାଲିଛି। ଏହା ପୂର୍ବରୁ ଥିଲା ଗ୍ରୀଷ୍ମ ଋତୁ, ଏ ବର୍ଷା ଋତୁ, ତା ପୂର୍ବରୁ ଥିଲା ଗ୍ରୀଷ୍ମ ଋତୁ। ଇଏ ସବୁ ଏଇଭଳି ଭାବରେ ତତ୍ତ୍ୱଟାକୁ ଗୋଟେ ଉପାଖ୍ୟାନ କରାଯାଇଛି। ଆମେ ତତ୍ତ୍ୱଟାକୁ ନ ବୁଝିକିରି ଉପାଖ୍ୟାନ ତାକୁ କେବଳ ପଢ଼ୁଛୁ। ଏଠି ଗୋଟେ ସତ୍ୟନାରାୟଣ ମନ୍ଦିର କଥା ବଳିଆ କହିଲା ଏବଂ ଗ୍ରାମବାସୀମାନେ ଯିଏ ଆସିଥିଲେ ସେମାନେ ରାଜି ହେଲେ। ଆପଣ ଦେଖନ୍ତୁ,
ସତ୍ୟନାରାୟଣଙ୍କର ଗୋଟେ ଶ୍ଲୋକ ଅଛି। ଆପଣ 22 ପାବଚ୍ଛରେ ଯେତେବେଳେ ପୁରୀର 22 ପାବଚ୍ଛରେ ଆପଣ ଯିବେ, 22 ପାବଚ୍ଛ ପରେ କଳ୍ପବଟ ଆଡ଼କୁ ଯେତେବେଳେ ଯିବେ, ଠିକ୍ ସେଇ ବାଟରେ ଗୋଟେ ବିରାଟ ମନ୍ଦିରରେ ପୂଜା ପାଉଛନ୍ତି ସତ୍ୟନାରାୟଣ। ଏତେ ସୁନ୍ଦର କମନୀୟ ମୂର୍ତ୍ତି। ଯେହେତୁ ଆମର ଆକର୍ଷଣ ହେଉଛି ଜଗନ୍ନାଥ, ତାଙ୍କ ପାଖକୁ ଯାଉଛୁ କିନ୍ତୁ ଏତେଟା ଗୁରୁତ୍ୱ ଦେଉନୁ। ବଡ଼ ଦାଣ୍ଡରେ ଆପଣ ଦେଖିବେ ଗୋଟେ ସତ୍ୟନାରାୟଣଙ୍କ ମନ୍ଦିର ବି ଅଛି। ଏବେ ସେ ଯାହା ହଉ, ସେ 4ଟି ଆୟୁଧ ଧାରଣ କରିଛନ୍ତି, ଶଙ୍ଖ, ଚକ୍ର, ଗଦା ଆଉ ପଦ୍ମ। ଶଙ୍ଖ କ'ଣ? ଶଙ୍ଖ କେତେବେଳେ ବାଜେ? ସକାଳେ ବାଜିପାରିବ, ସନ୍ଧ୍ୟାରେ ବାଜିପାରିବ। ଆଉ କେତେବେଳେ ବାଜିବ? ଯେକୌଣସି ବିବାହ କାର୍ଯ୍ୟ, ବ୍ରତ କିମ୍ବା ମେଳା, କୌଣସି ସତ୍ୟନାରାୟଣଙ୍କ ପୂଜା ଇତ୍ୟାଦି ଆରମ୍ଭ ହେଲେ 3ଟି କଥା ନିଶ୍ଚୟ ହୁଏ। ଓଡ଼ିଶାରେ ହୁଳୁହୁଳୁଟି ଓଡ଼ିଶା ବ୍ୟତୀତ ଅନ୍ୟ ଜାଗାରେ, କାହିଁକି ବେଙ୍ଗଲରେ ଟିକେ ଅଛି କ'ଣ କରୁଛୁ, ଅନ୍ୟ ଜାଗାରେ ନାହିଁ। ଓଡ଼ିଶାରେ ହୁଳୁହୁଳୁଟିଏ ପଡ଼ିବ, ହରିବୋଲଟିଏ ପଡ଼ିବ, ପ୍ରଥମେ ଶଙ୍ଖ ବାଜିବ। ଇଏ 3ଟି ପରେ ଗୋଟିଏ ମଙ୍ଗଳାଷ୍ଟକ ପଢ଼ାଯିବ। ମଙ୍ଗଳ ପାଇଁ, ଇଏ କାର୍ଯ୍ୟର ମଙ୍ଗଳ ପାଇଁ ଆପଣ ଆବିର୍ଭାବ ହୁଅନ୍ତୁ, ଏଥିପାଇଁ ପଢ଼ାଯିବ। ମଙ୍ଗଳଂ ଭଗବାନ ବିଷ୍ଣୁ ମଙ୍ଗଳଂ ପୁଣ୍ଡରୀକାକ୍ଷ ମଙ୍ଗଳଂ ଗରୁଡ଼ଧ୍ୱଜ ମାଧବ ମାଧବ ବାକ୍ୟଂ ମାଧବ ମାଧବ ସ୍ମରନ୍ତି। ଇଏ 4ଟି କଥା ନିଶ୍ଚୟ ହବ। ତେବେ ଶଙ୍ଖ ହେଉଛି ସତ୍ ସଂକଳ୍ପର ପ୍ରତୀକ। ସେ କ'ଣ ପ୍ରକୃତ ଗୋଟେ ଶଙ୍ଖ କେଉଁଠି ସମୁଦ୍ରରୁ କିଣିକିରି ଆଣିକିରି କିମ୍ବା ତାଙ୍କୁ କିଏ ଦାନ ଦେଇଛି ଏଟାକୁ ଧରିଛନ୍ତି? ସେ ଶଙ୍ଖର ନାଁ କ'ଣ? ପଞ୍ଚଜନ୍ୟ ଶଙ୍ଖ। ପଞ୍ଚଜନ୍ୟ ଶଙ୍ଖ ମାନେ କ'ଣ? ଆମେ ତ ପୁରୀରେ ଦେଖୁଛୁ କେତେ ଶଙ୍ଖ, ସେ ପଞ୍ଚଜନ୍ୟ କ'ଣ? ପଞ୍ଚ ମହାଭୂତକୁ ଯିଏ ରକ୍ଷା କରନ୍ତି ତା ନାଁ, ସେ ଶଙ୍ଖ ନାମ ହେଉଛି ପଞ୍ଚଜନ୍ୟ। ଆମର 5ଟି ଜିନିଷକୁ ଯିଏ ଜାଗ୍ରତ ରଖନ୍ତି, ମୁଖ, ଚକ୍ଷୁ, ନାସା, କର୍ଣ୍ଣ, ମସ୍ତକ। ଏ 5ଟି ଜିନିଷକୁ ଯିଏ ଜାଗ୍ରତ ରଖେ ବା ଚେତନଶୀଳ କରି ରଖେ, ତା ନାଁ ହେଉଛି ପଞ୍ଚଜନ୍ୟ ଶଙ୍ଖ। ମହାଭାରତ ଯୁଦ୍ଧରେ ଶଙ୍ଖ ପ୍ରଥମେ ବଜେଇଲେ ଭଗବାନ କୃଷ୍ଣ। ପଞ୍ଚଜନ୍ୟଂ ଦେବଦତ୍ତଂ ଧନଞ୍ଜୟ। ତେଣୁ ଆଗେ ପ୍ରଥମେ କୃଷ୍ଣ ଶଙ୍ଖ ବଜେଇଲେ, ପଞ୍ଚଜନ୍ୟ ନାମକ ଶଙ୍ଖ। ତାର ପ୍ରତି ଉତ୍ତର ଦେଲେ, ମାନେ ଆମେ ବି ଯୁଦ୍ଧ ପାଇଁ ପ୍ରସ୍ତୁତ ଅଛୁ, ଏ କଥା କହିଲେ କିଏ? ଭୀଷ୍ମ। ଭୀଷ୍ମ ସେପାଖରୁ ଶଙ୍ଖ ବଜେଇଲେ। ସିଏ ଗୋଟେ ସ୍ୱତନ୍ତ୍ର ବିଷୟ, ତାକୁ କହିବାକୁ ଗଲେ ଗୋଟେ ସ୍ୱତନ୍ତ୍ର ଚାର୍ମ ବି ଦରକାର, ପରିବେଶ ବି ଦରକାର। ଆପଣ ଦେଖନ୍ତୁ, ଆମ ଦେହ ଯାକ ଖାଲି ଚକ୍ର। ସବୁ ଚକ୍ର ଠାରୁ ଶ୍ରେଷ୍ଠ ଚକ୍ର ହେଉଛି ଚକ୍ର, ନାଭି ଚକ୍ର, ଏସବୁ ଚକ୍ରମୟ। ଜନ୍ମ ହେଲୁ ଦିନେ, ମରିବୁ ଦିନେ, ଯେତିକି ସମୟ ବଞ୍ଚିବୁ, ଜୀବନ ଚକ୍ର। କେଉଁଠି ଆମେ ଚାହା ଦୋକାନ କରିବୁ କି ସୁନା ଦୋକାନ କରିବୁ, ସେଇଟା ହେଲା ଆମ ପାଇଁ କର୍ମଚକ୍ର। କେଉଁଠି ଆମେ ପାଠ ପଢ଼ିବୁ, କେଉଁ ଜାଗା ପଢ଼ିବୁ, ସେଇଟା ହେଲା ଜ୍ଞାନ ଚକ୍ର। ଶସ୍ୟ ଶ୍ୟାମଳା ସବୁଜିମା ଯେଉଁଠି ସୃଷ୍ଟି ହେଉଛି, ସିଏ ମଧ୍ୟ ଗୋଟିଏ ଚକ୍ର। ଚକ୍ର ସମୁଦ୍ରରୁ ସୂର୍ଯ୍ୟଙ୍କ କିରଣ
ସମୁଦ୍ରରୁ ଜଳ ଶୋଷଣ କରେ, ସେ ପୁଣି ବାଦଲ ହୁଏ, ପବନ ଦ୍ୱାରା ଆକର୍ଷିତ ହୋଇ ସେ ପୁଣି ମେଘ ବର୍ଷା ହୁଏ, ପୁଣି ସେ ବୁଲି ବୁଲି ପୁଣି ସେ ସମୁଦ୍ରରେ ମିଶେ। ଆବର୍ତ୍ତନବାଦ ଇଏ ହେଉଛି ଗୋଟିଏ ବିରାଟ ଚକ୍ର। ତେଣୁ ଭଗବାନ ଯେଉଁ ଚକ୍ର ଧାରଣ କରିଛନ୍ତି ସେ ଚକ୍ରର ନାଁ ହେଉଛି ସୁଦର୍ଶନ ଚକ୍ର। ସୁଦର୍ଶନ ଏଇ ଚକ୍ର ଆମକୁ ଖାଇବାକୁ ଦିଏ, ପିନ୍ଧିବାକୁ ଦିଏ, ରହିବାକୁ ଦିଏ। ଇଏ ପରିବାର ଗୋଟେ ସୁଦର୍ଶନ ଚକ୍ର, ପ୍ରତ୍ୟେକ ପରିବାର। ଆଉ ସୁଦର୍ଶନ ଚକ୍ର ହେଉଛନ୍ତି ନିଜେ ସଦ୍ଗୁରୁ। ଯିଏ ଯାହାର ଗୁରୁ ସେ ତା ପାଇଁ ସୁଦର୍ଶନ। ସୁଦର୍ଶନକୁ ଅନନ୍ତ ରୂପରେ ସମ୍ବୋଧନ କରାଯାଇଛି। ସୁଦର୍ଶନ ନମସ୍ତୁଭ୍ୟଂ ଅନନ୍ତ ରୂପମ ଅବ୍ୟୟମ୍। ଇଏ ହେଉଛି ସୁଦର୍ଶନ ଚକ୍ରଙ୍କ କଥା। ଆହୁରି କେତେ କଥା ଅଛି, ଏତିକି କଥା। ଗଦା, ଗଦା କାହିଁକି ଧରିଛନ୍ତି? ଆଜିକାଲି ତ ବନ୍ଧୁକ ଯୁଗ ହେଲା। ଗଦା କାହିଁକି ଧରିଛନ୍ତି? ଗଦାର ଅର୍ଥ କ'ଣ? ଗତିଦାତା। ଗଦା ଗତିଦାତା। ଗତିଦାତା କିଏ? ନିଜେ ସ୍ୱୟଂ ପ୍ରଭୁ। ଗୀତାରେ ଲେଖା ହେଇଛନ୍ତି ଗତିର ଭର୍ତ୍ତା ପ୍ରଭୁ ସାକି ନିବାସ ଶରଣମ ସ୍ରୋତ। ମୁଁ ପୁରା ଶ୍ଲୋକଟି କହୁନି। ଗତିଦାତା। ଆମେ ଯେତେବେଳେ ଜନ୍ମ ହେଲୁ, ମୃତ୍ୟୁ ଯେତିକି ଦିନ ବଞ୍ଚିଲୁ, କେତେବେଳେ ମିଛ କହିଛୁ, କେତେବେଳେ ନ୍ୟାୟଟାକୁ ଅନ୍ୟାୟ କରିଦେଇଛୁ, କେତେବେଳେ ଅନ୍ୟାୟଟାକୁ ବି ନ୍ୟାୟ ବୋଲି ପ୍ରତିପାଦିତ କରିଛୁ। ଏ ଭୁଲଟା ସମସ୍ତଙ୍କର ପ୍ରାୟ ହୁଏ ବା ହେବ। ତେଣୁ ଏ ଯେଉଁ ନାରାୟଣଙ୍କର ଯେଉଁ ହାତରେ ଗଦାଟି ଅଛି, ସେ ଗଦାର ନାଁ ହେଉଛି କୌମୁଦିକ ଗଦା। ସେ ଗଦା ନାଁ ନୁହେଁ ଏଇ ଯେଉଁ ମଲ୍ଲ ଯୁଦ୍ଧ, ମଲ୍ଲ ଗଦା। ମଲ୍ଲମାନେ ଯେଉଁ ଗଦାରେ ଯୁଦ୍ଧ କରନ୍ତି, ସମସ୍ତ କୁତ୍ସିତ କଦାକାର ଭାବନାକୁ ଯିଏ ନଷ୍ଟ କରେ ବା ସେ ହେଉଛି କୌମୁଦିକ ଗଦା। ଯେମିତି କୁମୁଦ ଫୁଟେ କେତେବେଳେ? କୁମୁଦ କଲେ କଇଁ ଚନ୍ଦ୍ରଙ୍କୁ ଦେଖିଲେ କୁମୁଦ ଫୁଟେ। ପଦ୍ମକୁ ସୂର୍ଯ୍ୟଙ୍କୁ ଦେଖିଲେ ତଳାଗରେ ପଦ୍ମ ଫୁଟେ। ତେଣୁ କୌମୁଦିକ ଗଦାକୁ ଆମେ ଯେଉଁ ପୂଜା କରୁଛୁ ସେ ହେଉଛି ଶାସନର ପ୍ରତୀକ। ତେଣୁ ଯେଉଁ ନାରାୟଣଙ୍କର ମୂର୍ତ୍ତିଟି ଆମେ ପୂଜା କରିବା, ଯଦି ଏଠି ପ୍ରତିଷ୍ଠା ହୁଏ, ତାହେଲେ ଏ କଥାଟି, ଏ ତତ୍ତ୍ୱଟିକୁ ବୁଝିବାକୁ ପଡ଼ିବ। ଆମେ ଯାହାଙ୍କୁ ପୂଜା କରୁଛୁ ସିଏ ଆମକୁ କ'ଣ ଦେବେ? ସବୁ ଜାଗାରେ ଲାଭ ଦରକାର। ଯଦି ଆମେ କହିବୁ ନା ଆମର କିଛି ଲାଭ ଦରକାର ନାହିଁ, ଲାଭ ଦରକାର ନାହିଁ ବୋଲି କେବେ ବି କହିବେନି। ଆପଣ ଲାଭ ଦରକାର ବୋଲି କହିବେ। ମୋର ପୁଅଟିଏ ଜନ୍ମ ହେଇଛି, ପୁଅଟି ସୁସ୍ଥ ରହିବ, ପାଠ ପଢ଼ିବ, ଭଲ ମଣିଷ ହେବ, ମାଗିବିନି? ସେଥିପାଇଁ ମୁଁ ପ୍ରସ୍ତୁତ ହେବିନି? ସେଇଟା କ'ଣ ମୋର ଏତେ ବଡ଼ ଭୁଲ ହେଇଗଲା? ମୁଁ ରହିବା ପାଇଁ ମୁଁ ଘର ଖଣ୍ଡେ କରିବି, ଗୋଟେ ସୁସଜ୍ଜିତ ଘର ହେବ, ଯେଉଁଠି ଆମେ ଆନନ୍ଦରେ ଖାଇପାରିବୁ, ଶୋଇପାରିବୁ, ରହିପାରିବୁ, ତାହେଲେ ମୁଁ କରିବିନି? ତେଣୁ ଏଗୁଡ଼ାକ ସବୁ ମାଗିବା କେବେ ହିଁ ଭୁଲ ବି ନୁହଁ। ତାପରେ ଆଉ ଗୋଟେ ହାତରେ ଧରିଛନ୍ତି ପଦ୍ମ। ପଦ୍ମ କ'ଣ? ସିଏ ହେଉଛି, ଆମେ ଯଦି ଭଲ କାମ କରିବା ଆମକୁ ଲୋକ କହିବେ ଭଲ ଲୋକଟିଏ, ମନ୍ଦ କାମ କଲେ କହିବେ ମନ୍ଦ ଲୋକଟିଏ, ଚୋରି କଲେ କହିବେ ଚୋରଟିଏ, ଯଦି ସାଧୁ ହେଲେ କହିବେ ସାଧୁ। ତେଣୁ ପଦ୍ମ ହେଉଛି ଜ୍ଞାନର ପ୍ରତୀକ। ଆମେ ଯେମିତିଆ ଜ୍ଞାନ ଅର୍ଜନ କରିବୁ। ଏଇ ବର୍ତ୍ତମାନ ମୁଁ ସେ ଘରେ ବସିଥିଲି, ସେ କ'ଣ 9,000 ଟଙ୍କା ଜଣେ ପକେଟରେ ପୁରେଇକି ସେ ରବୀନ୍ଦ୍ର ମଣ୍ଡପକୁ ମୋ ପ୍ରବଚନ ଶୁଣିବାକୁ ଯାଉଛି। ଗୋଟେ ସ୍ତ୍ରୀ ଲୋକଟେ ଦୌଡ଼ି ଦୌଡ଼ି ଆସିଲା, ସେ ତା ପକେଟ, ଏଇ ଯେଉଁ ଚୋରା ପକେଟ, ଏଇ ଯେଉଁ ତଳି ପକେଟରେ ହାତ ପୁରେଇଲା, 9,000 ଟଙ୍କା ନେଇ ଦୌଡ଼ିକି ପଳେଇଲା। ପିଲାଟି କିଛି ଅଭିମାନ କରିନେଇ, କିନ୍ତୁ ତାର କରିବ ଲୋକ ବ୍ୟସ୍ତ।
ମୁଁ ବର୍ତ୍ତମାନ ଏଇଠୁ ପୁଣି କିଛି ପଇସା ତା ପାଖକୁ ପଠେଇଲି। ସେଠି ଯେ ବାବାଜୀ ଅଛନ୍ତି ଆମ ଖଣ୍ଡଗିରିରେ, ସିଏ ବି ତାକୁ କିଛି ପଇସା ପାଇଁ କାହିଁ ତ ଭାବ କମିଯିବ। ପଇସା ଆମକୁ ଦେଇଛୁ, ଆମେ ତ ଦେଇ ଦେଉଛୁ। ତେଣୁ ଏସବୁ ହେଉଛି ପଦ୍ମ। ପଦ୍ମ ହେଉଛି ଜ୍ଞାନର ପ୍ରତୀକ। ତୁମେ ଯେତେ ପାଠ ପଢ଼ିଥାଅ, ଯଦି ତୁମର ଜ୍ଞାନ ନାହିଁ, ବୁଦ୍ଧି ନାହିଁ, ବିବେକ ନାହିଁ, ବିଚାର ନାହିଁ, ତେଣୁ ସେ ପାଠର କିଛି ମୂଲ୍ୟ ନାହିଁ। ତେଣୁ ପଦ୍ମର ନାଁ ହେଉଛି ଶତଦଳ ପଦ୍ମ। ଶଙ୍ଖର ନାମ ପଞ୍ଚଜନ୍ୟ, ଚକ୍ରର ନାମ ସୁଦର୍ଶନ, ଗଦାର ନାମ କୌମୁଦିକ, ପଦ୍ମର ନାମ ହେଉଛି ଶତଦଳ ପଦ୍ମ। ତାପରେ ଆଉ ଗୋଟିଏ ପଦ୍ମ ଅଛି, ପାଦ ଆଗ ପଦ୍ମ, ତାପରେ ଠାକୁରଙ୍କ ପାଦ। ତାମାନେ ପାଦ ପଦ୍ମକୁ ଧ୍ୟାନ କର, ସେ ମୁକ୍ତି ଦେବ। ମୁକ୍ତି ଆଉ କେହି ଦେଇପାରିବେନି। ନାରାୟଣଂ ପରାଂ ଦେବା, ନାରାୟଣଂ ପରାଂ ଖରା, ନାରାୟଣଂ ପରାଂ ଗତି, ନାରାୟଣଂ ପରାଂ ମୁକ୍ତି। ଓମ୍ ନମୋ ନାରାୟଣାୟ। ମୋତେ ଯେତେବେଳେ ରାଷ୍ଟ୍ରପତି ଦେଲେ, କ'ଣ ପଦ୍ମଶ୍ରୀ ଦେଲେ, ସେତେବେଳେ ମୋତେ ସମସ୍ତେ ସାମ୍ବାଦିକ ମାନେ ଯେଉଁ ବିଭିନ୍ନ ସବୁ ପଚାରିଲେ। ମୁଁ ଗୋଟେ ଗୀତ ଲେଖିଲି, ତାକୁ ଆମ ଏଇ କୁମାର ବାପି ଯେ ସଙ୍ଗୀତଜ୍ଞ ସେ ଗାଇଛନ୍ତି। ବୋଲ ପାଦ ପଦ୍ମେ ଥିଲା ଆମମାନଙ୍କର ମନ ସେଇ ପାଦପଦ୍ମରେ ରହିବା ଉଚିତ। ଆମେ ପାରିବାରିକ ଜୀବନରେ ଦୁଃଖ ସୁଖ ଭିତରେ ରହିଛୁ, ଜଞ୍ଜାଳ ଭିତରେ ରହିଛୁ। ସେଇ ଜଞ୍ଜାଳ ଭିତରେ ରହି ରାଜା ଜନକଙ୍କ ଠାରୁ ବଡ଼ ଜଞ୍ଜାଳ ଆମ ପାଖରେ ନାହିଁ। ସେ ମଧ୍ୟ ରାଜ୍ୟର ଜଞ୍ଜାଳକୁ ସମ୍ଭାଳୁଥିଲେ, କିନ୍ତୁ ତାଙ୍କ ମନ ସେଇ ପରମାତ୍ମାଙ୍କ ପାଖରେ ଥିଲା। ତେଣୁ ଯେଣେ ଇଚ୍ଛା ତେଣେ ଯାଅ, କର୍ମ ଘେନି ବୁଲୁଥାଅ। ତେଣୁ ସତ୍ୟନାରାୟଣଙ୍କ ସମ୍ପର୍କରେ ଠାକୁର ଅଭିରାମ ଗୋଟେ ସୁନ୍ଦର ଗୀତ ଲେଖିଛନ୍ତି। ବଳିଆରେ ବି ଗୀତ ଅଛି, ତା ମନେ ପଡ଼ିବନି। ମନ ମୋହନ ମୂରତି ଜୟ ମୋହନ ତାଙ୍କର ଶ୍ରେଷ୍ଠ ପୁଷ୍ପାଞ୍ଜଳି ହେଉଛି ଶୁକ୍ଳାମ୍ବରଧରଂ ବିଷ୍ଣୁ ଶଶିବର୍ଣ୍ଣଂ ଚତୁର୍ଭୁଜଂ ପ୍ରସନ୍ନବଦनं ଧ୍ୟାୟେତ୍
ସର୍ବବିଘ୍ନ ଏଇଭଳି ଭାବରେ ଯଦି ଆମେ ତତ୍ତ୍ୱଟାକୁ ଯଦି ଜାଣିବା ତାହେଲେ ଲାଭଟା କ'ଣ ହେବ ନା ଆମର ପୂଜା କରିବାକୁ ମନ ହେବ। ଆମକୁ ଯିଏ କହିବ ହେଇ ଏଗୁଡ଼ା କ'ଣ ମୂର୍ତ୍ତି ପୂଜା କରୁଛ ତାହେଲେ ଆମ ମନ ଭାଙ୍ଗିଯିବ, ନା ନା ଏଇଟା ଭଲ ନୁହେଁ। ତେଣୁ ସେ ଶିବ ହୁଅନ୍ତୁ, ବିଷ୍ଣୁ ହୁଅନ୍ତୁ, ଜଗନ୍ନାଥ ହୁଅନ୍ତୁ, ଷଡ଼ଭୁଜ ହୁଅନ୍ତୁ, ଯିଏ ବି ହୁଅନ୍ତୁ, ପ୍ରତ୍ୟେକ କଥାର ତତ୍ତ୍ୱ ଯଦି ଆମେ ଜାଣିନେବା ଯେ ପ୍ରକୃତରେ ତା'ର ମାନେ କ'ଣ, ଆମେ ଯାହା ଖାଉଛୁ ତା ତତ୍ତ୍ୱଟାକୁ ସେଠି ଆମେ ଜାଣିପାରୁନୁ, କିନ୍ତୁ ପଚାରିଲେ ଜଣେ ଡକ୍ଟର କହିଦେବେ, ଜଣେ ଖାଦ୍ୟ ବିଜ୍ଞାନୀ କହିଦେବ, ଆମ ଖୁସି ହେବ ମନ। ଆମେ ଯାହା ହଉ ସଜନା ପତ୍ରରେ ଏଇଆ ପାଇଲୁ, କୋବିରେ ଏଇଆ ପାଇଲୁ। ତେଣୁ ତତ୍ତ୍ୱ ନ ଜାଣି, ତତ୍ତ୍ୱ ଜାଣିଲେ ତୁଟେ ଭ୍ରାନ୍ତି ଭବ ସାଗରୁ ତରି ଯାଆନ୍ତି। ତେଣୁ ଏଇ ପାରିବାରିକ ଜୀବନର କଥା